ମହାବିଷ୍ଣୁ ପୁରାଣ ତୃତୀୟ ଭାଗ ସପ୍ତମ ଅଧ୍ୟାୟ ଯମଗୀତା ଯମ ଓ ଯମଦୂତମାନଙ୍କ ବର୍ଣ୍ଣନ। ମୈତ୍ରେୟ ଉବାଚ ପରାଶର ମୁନିଙ୍କର ଚରଣରେ ପଡ଼ି କହନ୍ତି ମୈତ୍ରେୟ ମୁନି ବେନି କର ଯୋଡ଼ି। ହେ ଗୁରୁ ଶୁଣିବା ପାଇଁ ବଳେ ମୋ ମାନସ ପ୍ରକାଶ କରନ୍ତୁ ତାହା ହୋଇଣ ସନ୍ତୋଷ। ଯମପୁରେ ଯାଇ ସର୍ବେ ହନ୍ତି ଉପସ୍ଥିତ କି କର୍ମ କଲେ କେଉଁ ଫଳ ହନ୍ତି ପ୍ରାପ୍ତ। ସେମାନେ ଭୋଗନ୍ତି ଯମ ଦଣ୍ଡ ଅନୁକ୍ଷଣ ପାପ ପୁଣ୍ୟ ଅନୁସାରେ ସେହି ଜୀବଗଣ ସ୍ୱର୍ଗରେ ବସନ୍ତି ଯାଇ ପୁଣ୍ୟବନ୍ତ ଜନେ। ଯମ ଯାତନା ଲଭନ୍ତି ସର୍ବ ପାପୀ ମାନେ ସେ ବିଷମ ଯମ ଦଣ୍ଡ ଭୋଗିବା ଉତ୍ତାରେ ପୁଣି ଜନମ ଲଭନ୍ତି ଆସି ମର୍ତ୍ତ୍ୟପୁରେ। କୁହ ଗୁରୁ ଏ ସଂସାରେ କି କାର୍ଯ୍ୟ କରି ମାନବ ଶ୍ରେଣୀ ଏ ପାପୀ ବୋଲାନ୍ତି କିପରି। ନିଜେ ନିଜେ ଅରଜିବେ ପାପ କର୍ମ ଫଳେ ଭୀଷଣ କଷଣ ପାନ୍ତି ରହି ଯମ ଆଳେ। କେଉଁ ପାପ ହେତୁ କେଉଁ ଦଣ୍ଡ ଅଛି ରହି ସଂଶୟ ଫିଟାଇ ତାହା କୁହନ୍ତୁ ଗୋସାଇଁ। କେଉଁ ପରି କାର୍ଯ୍ୟ କଲେ ସଂସାରେ ମାନବେ ନ ଯାଇ ଯମପୁରକୁ ସୁଗତି ଲଭିବେ। ଏହି ସବୁ କଥା ଗୁରୁ କରନ୍ତୁ ପ୍ରକାଶ ତେବେ ଯାଇ ପୂର୍ଣ୍ଣ ହେବ ଦାସ ଅଭିଳାଷ। ପରାଶର ଉବାଚ ଶୁଣି ପରାଶର ମୁନି ବୋଲନ୍ତି ମୈତ୍ରେୟ ଯାହା ପୁଚ୍ଛା କଲ ତାହା ଶୁଣ ହୋଇଥୟ। ପ୍ରକାଶ କରୁଛି ମୁହିଁ ଆଗରେ ତୁମ୍ଭର ପ୍ରକାଶ କରୁଛି ମୁହିଁ ଆଗରେ ତୁମ୍ଭର। ସରାଗରେ ଶ୍ରୁତି ଡେରି ହୃଦବୋଧ କର ଏହି କଥାକୁ ନକୁଳ ମନରେ ବିଚାରି। ପୁଚ୍ଛା କଲେ ଭୀଷ୍ମଙ୍କୁ ସେ ବହୁ ମାନ୍ୟ କରି ନକୁଳଙ୍କ ପ୍ରତି ଭୀଷ୍ମ କହିଥିଲେ ଯାହା ହେ ମୈତ୍ରେୟ ତୁମ୍ଭ ଆଗେ କହୁଛି ମୁଁ ତାହା। ସେହି ଯମ ରାଜା ଯମ କିଙ୍କରଙ୍କ କଥା ଅତି ଗୋପନୀୟ ଅଟେ ଜାଣ ବ୍ରହ୍ମବେତ୍ତା। କହୁଅଛି ତୁମ୍ଭ ଆଗେ କରତା ଶ୍ରବଣ ଶୁଣିଲେ ସମସ୍ତ ଦୁଃଖ ହୋଇବ ହରଣ। ଦିନ କରେ ଯମ ରାଜା ନିଜ ଦୂତ ପ୍ରତି କାନେ କାନେ କହିଲେ ସେ ଏସନ ଭାରତୀ। ବିଷ୍ଣୁ ଅନୁଗତ ଯେହୁ ଅଟନ୍ତି ସଂସାରେ ତାଙ୍କୁ କେବେ ନ ଆଣିବ ଏ ମୋହରପୁରେ। ପ୍ରେତଙ୍କର ପ୍ରଭୁ ମୁହିଁ ଜାଣ ଭଲ କରି ବୈଷ୍ଣବ ପ୍ରେତଙ୍କ ପ୍ରଭୁ ଦୟାମୟ ହରି। ସେମାନଙ୍କ ପରେ ମୁହିଁ ଠାକୁର ନୁହଁଇ ତାଙ୍କଠାରେ ମୋହର ହେ ଅଧିକାର ନାହିଁ। ପାପ ପୁଣ୍ୟ ବୁଝିବାରେ ମୋତେ ଯେ ବିଧାତା ଦେଇଛନ୍ତି ସନ୍ତୋଷରେ ବିଚାର କ୍ଷମତା। ସଞ୍ଜୀବନୀ ପୁରେ ରାଜ ପଦରେ ସେ ମୋତେ କରିଅଛନ୍ତି ନିଯୁକ୍ତ ଆହେ ସର୍ବଦୂତେ। ଜାଣିଥାଅ କେବେ ମୁହିଁ ସ୍ୱାଧୀନ ନୁହଁଇ
ତାଙ୍କ ଆଜ୍ଞା ସନ୍ତତରେ ଶିରେ ଧରିଥାଇ। ବିଷ୍ଣୁଙ୍କର ଆଜ୍ଞା ବହ ଦାସ ବୋଲି ଜାଣ, ମୋର ଗୁରୁଦେବ ସେହି ପ୍ରଭୁ ନାରାୟଣ। ମୋର করে ଦେଇଛନ୍ତି ଦଣ୍ଡିବା କ୍ଷମତା, ମୋତେ ଦଣ୍ଡିବାକୁ ଛନ୍ତି ସେ ସୃଷ୍ଟିକର୍ତ୍ତା। ଯେ କାଳରେ ଯମରାଜା କହିଲେ ମନ୍ତ, ତାଙ୍କ ପାଶେ ପାଶ ହସ୍ତେ ଥିଲେ ସର୍ବଦୂତ। ବିନୟ କରି କହିଲେ ଯେ ଯମଙ୍କ ପ୍ରତି, ଶୁଣ ଜନ୍ତୁରାଣ ଏବେ ଆମ୍ଭର ଭାରତୀ। ହରି ଭକ୍ତ ବୈଷ୍ଣବ ରହିଛନ୍ତି ଯେତେ, ଆମ୍ଭେମାନେ ତାହାଙ୍କୁ ସେ ଚିହ୍ନିବୁ କେମନ୍ତେ। କି ଆଚରଣ ତାଙ୍କର କି ଅଟେ ଲକ୍ଷଣ, ଫେଡ଼ି କହନ୍ତୁ ମଣିମା ସର୍ବବିବରଣ। ଏହା ଶୁଣି ଯମରାଜ ଦୂତକୁ ଅନାଇ, ବୋଲନ୍ତି ଶୁଣ ହେ ଦୂତେ ସାବଧାନ ହୋଇ। ଯେଉଁ ଜନ ଅନୁକ୍ଷଣ ଥାଏ ସ୍ୱଧର୍ମରେ, ସମସ୍ତଙ୍କୁ ଦେଖେ ସେହି ସମାନ ଦୃଷ୍ଟିରେ। ଶତ୍ରୁ ମିତ୍ର ଭାବ ଯାର ନଥାଏ ମନର, ଚୋରି ହିଂସା ଯେଉଁ ଜନ କରିଥାଏ ଦୂର। ରାଜ ବିଦ୍ୱେଷ ବିହୀନ ହୋଇ ସବୁଦିନ, ବିଶୁଦ୍ଧ ଚିତ୍ତ ସର୍ବଦା ଆନନ୍ଦେ ମଗନ। ହରି ନାମେ ଭୋଳ ହୋଇ ହରି କଥା ଭାସେ, ନ ଯାଏ କଦାପି ହରି ନିନ୍ଦ୍ରା ପ୍ରାଣୀ ପାଶେ। ବିଷ୍ଣୁ ଉପାସନା ଯାର ଜୀବିକା ଅଟଇ, ମନ ପ୍ରାଣ ଯେବା ବିଷ୍ଣୁ ପାଦେ ବିକି ଥାଇ। ହରି ଭକ୍ତ ବୋଲି ସେହି ବ୍ୟକ୍ତିଙ୍କି ଜାଣିବ, ଠିକେ ଠିକେ କହିଲିଆ ମନେ ରଖିଥିବ। ରାଗ ଦ୍ୱେଷ ଆଦି ଯୁକ୍ତ ଯେ ଜନ ଅଟଇ, ବିଷ୍ଣୁଙ୍କ ହୃଦେ ଧାରଣ କରି ନ ପାରଇ। ଏଣୁ ସେ ହୋଇ ନ ପାରେ ବିଷ୍ଣୁ ଭକ୍ତେ ଗଣା, ଅନ୍ତକାଳେ ଲଭେ ଘୋର ନରକ ଯନ୍ତ୍ରଣା। ଆବର ମୋହର କଥା ଶୁଣ ଆହେ ଦୂତେ, ବିଷ୍ଣୁଙ୍କ ଭକ୍ତ ଯେବା ଅଟଇ ମରତେ। ତାହାଙ୍କୁ ଚିହ୍ନିବ ଯେଉଁ ପରକାରେ ତୁମ୍ଭେ, ବୁଝାଇ କହୁଛି ମୁହିଁ ଶୁଣିଥାଅ ଏବେ। ନିର୍ଦ୍ଦୟ ହୋଇ ଯେ ଜନ ପ୍ରାଣୀ ହିଂସା କରେ, ପର ନାରୀ ପର ସ୍ତ୍ରୀ ହରେ ବଳାକାରେ। ଯେବା ସଦା କହୁଥାଏ ମିଥ୍ୟା କଥା ମାନ, ଗୁରୁଜନଙ୍କୁ ଭାସଇ କର୍କଶ ବଚନ। ଅକାରଣେ ପର ନିନ୍ଦା ଯେଉଁ ଜନ କରେ, ଦେଶ ହିଂସା ଅଭିମାନ ଶଠତା ଚରେ। ନାନାଦି ପାପ କର୍ମରେ ଅନୁକ୍ଷଣେ ଲିପ୍ତ, ହେ ଦୂତେ ପଶୁ ସଦୃଶ ଅଟେ ସେହୁ ଜାତ। ତାହାର ହୃଦଏ ହରି କେବେ ନ ରହନ୍ତି, ଏମନ୍ତ ପ୍ରାଣୀଙ୍କୁ ପାଶେ ବାନ୍ଧିବ ଝଟତି। ନିରନ୍ତର ବିଷ୍ଣୁଙ୍କୁ ଯେ ସ୍ମରଣ କରଇ, ହୃଦୟ ମଧ୍ୟରେ ନୀତି ବିଷ୍ଣୁ ପୂଜୁଥାଇ। ତାହାର ହୃଦୟ ବିଷ୍ଣୁ କରନ୍ତି ନିବାସ, ସେଠାକୁ ନ ଯିବ ଦୂତ ମୋହର ଆଦେଶ। ଏ ବିଷୟ ଯାହା ସବୁ ଜାଣିଥିଲି ମୁହିଁ, ଠିକେ ଠିକେ ତୁମ୍ଭ ଆଗେ କହିଲି ତା ଫେଇ।
କୁରୁକୁଳ ବୃଦ୍ଧ ପିତା ମୋହ ଭୀଷ୍ମ ଦେବ, ସ୍ନେହ ଭରେ ନକୁଳକୁ କହିଲେ ସରବ। ବୋଇଲେ ସାଦରେ ପୁଣି ଶୁଣ ହେ ନକୁଳ, ଶ୍ରଦ୍ଧା ଚିତ୍ତେ ତୁମ୍ଭଙ୍କୁ ମୁଁ କହୁଛି କେବଳ। ଯାହା ଯାହା ହରି କଥା କଲଇଁ ବର୍ଣ୍ଣନ, ଶୁଣିଲ ତ ସେ ସମସ୍ତ ଦେଇ ମନ କର୍ଣ୍ଣ। ବିଷ୍ଣୁ ଏକା ଅଟନ୍ତି ଏ ସଂସାରରେ ସାର, ବିଷ୍ଣୁ ନାମ ବିନା ଗତି ନାହିଁ ମାନବର। ବିଷ୍ଣୁଙ୍କୁ ପୂଜିଲେ ନରେ ଭକତି ମାନସେ, ସଂସାର ସିନ୍ଧୁକୁ ଜାଣ ତୋରେ ଅନାୟାସେ। ବିଷ୍ଣୁ ଭଜନ ପୂଜନ ଅଟେ ଯାର ବୃତ୍ତି, ବିଷ୍ଣୁ ପରମ ବାନ୍ଧବ ତାହାର ହୁଅନ୍ତି। ବିଷ୍ଣୁ ବିଷ୍ଣୁ ବୋଲି ଯାର ରଟୁ ଥାଇ ତୁଣ୍ଡ, ତାହାକୁ କଦାଚନ ନାହିଁ ଯମଦଣ୍ଡ। ନକୁଳକୁ ଭୀମ ଦେବ ଏମନ୍ତ ପ୍ରକାରେ, ବୁଝାଇଣ କହିଥିଲେ ଅତି ଶ୍ରଦ୍ଧା ଭରେ। ମହାମୁନି ପରାଶର ମୈତ୍ରେୟଙ୍କ ଆଗେ, ମଧୁର ସ୍ୱରେ କହିଲେ ଅତି ଅନୁରାଗେ। ଶୁଣିଲ ତ ସାର କଥା ଆହେ ରକ୍ଷସାଇଁ, ଯମରାଜନ ଦୂତକୁ ଯାହା ଥିଲେ କହି। ଆଉ କି ଶୁଣିବା ପାଇଁ ବଳି ଅଛି ମନ, ପ୍ରକାଶ କର ମୋ ଆଗେ ହେ ବତ୍ସ ବହନ। ଏ ବାଣୀ ଶୁଣି ମୈତ୍ରେୟ ହେଲେ ଆନନ୍ଦିତ, ଗୁରୁପାଦେ ସତ ସତ କଲେ ପ୍ରଣିପାତ। ଧନ୍ୟ ସେହି ଗୁରୁ ଶିଷ୍ୟ ଧନ୍ୟ ଭକ୍ତ ଭାବ, ଦେଖୁ ଦେଖୁ କ୍ଷେତ୍ରବାସୀ ଜୀବ କିବା ଜୀବ। ଇତି ଶ୍ରୀ ମହାବିଷ୍ଣୁ ପୁରାଣେ ତୃତୀୟ ଖଣ୍ଡେ ଯମଗୀତା ବର୍ଣ୍ଣନେ ନାମ ସପ୍ତମ ଅଧ୍ୟାୟ। ଅଷ୍ଟମ ଅଧ୍ୟାୟ ବିଷ୍ଣୁ ଆରାଧନା ଓ ବିଷ୍ଣୁ ପୂଜାର ଫଳଶ୍ରୁତି ଓ ବର୍ଣ୍ଣ ଚତୁଷ୍ଟୟ ଧର୍ମକର୍ମ। ମୈତ୍ରେୟ ଉବାଚ, ଏଥୁ ଅନ୍ତେ ସେ ମୈତ୍ରେୟ ଋଷି କୁଳମଣି, ପୁଥିଲେ ପରାଶରଙ୍କୁ ଯୋଡ଼ିବେନି ପାଣି। ହେ ଗୁରୁ ଏହି ଦୁସ୍ତର ସଂସାର ସାଗର, ତରି ଯିବା ପାଇଁ ମନେ ବାସନା ଯାହାର। କି ପ୍ରକାରେ କରନ୍ତି ଯେ ବିଷ୍ଣୁ ଆରାଧନା, ତାହା ବୁଝାଇ କହନ୍ତୁ ଆହେ ମହାମନା। ବିଷ୍ଣୁଙ୍କୁ ସେବି ମାନବେ ଅନ୍ତିମ କାଳରେ, କି ଫଳ ପାଆନ୍ତି ତାହା କୁହ ମୋ ଆଗରେ। ପରାଶର ଉବାଚ, ମୈତ୍ରେୟଙ୍କ ବାଣୀ ଶୁଣି ପରାଶର ମୁନି, କହିଲେ ଆନନ୍ଦେ ସ୍ନେହ ଶ୍ରଦ୍ଧା ଭାବ ଘେନି। ଆହେ ବତ୍ସ ଯାହା ତୁମେ ପଚାରିଲ ମତେ, ଔର୍ବ ଋଷି ଏହି କଥା ଯତନ ସହିତେ। ସାଗର ନୃପତି ପ୍ରତି ଯାହା ଥିଲେ କହି, ସେହି କଥା କହୁଅଛି ଶୁଣ ମନ ଦେଇ। ଏକ ଦିନ କରେ ଔର୍ବ ଋଷି ତପୀଶ, ସଗର ସଦନେ ଯାଇ ହୋଇଲେ ପ୍ରବେଶ। କହିଲେ ସଗର ପ୍ରତି ଏସନକ ବାଣୀ, ବିଷ୍ଣୁ ଆରାଧନା କଲେ ଆହେ ନୃପମଣି। ଭୂମି ସମ୍ବନ୍ଧୀୟ ସର୍ବ ଇଚ୍ଛା ହୁଏ ପୂର୍ଣ୍ଣ, ସ୍ୱର୍ଗ ବ୍ରହ୍ମଲୋକ ଆଦି ପ୍ରାପ୍ତ ହୁଏ ଜାଣ। ଯେଉଁ ଯେଉଁ କର୍ମେ ତୁଷ୍ଟ ହନ୍ତି ଚକ୍ରଧର,
ତାହା କହୁଅଛି ଏବେ ଶୁଣ ନୃପବର। ଧ୍ୟାନ ଜପ ଯଜ୍ଞ ପୁଣି ସ୍ୱଧର୍ମ ପାଳନ। ପରଧନ ହରିବାର ଲୋଭ ସମ୍ବରଣ। ଆବର ପରକୁ ହିଂସା ନ କରିବ କେବେ। ପରର ମଣିକି ମଣୁ ଥିବ ମାତୃଭାବେ। ବୃକ୍ଷମାନଙ୍କୁ ଯତନେ ରକ୍ଷା କରୁଥିବ। ନିରନ୍ତରେ ଦେବତୀ ଯେ ସେବା କରୁଥିବ। ଅତିଥି ସେବା ବୈଷ୍ଣବ ସେବା ଯଥା ମତେ। ଗୃହେ ଥାଇ ଆଚରିବ ଅତି ଶୁଦ୍ଧ ଚିତ୍ତେ। ଏହି ସବୁ କାର୍ଯ୍ୟମାନ କଲେ ସରଧାରେ। ଶ୍ରୀହରି ଚରଣ ତହିଁ ମିଳେ ଅନ୍ତିମରେ। ଏହାର ଯେ ବିପରୀତ କାର୍ଯ୍ୟ କରେ ନୃପ। ତା ପ୍ରତି ଶ୍ରୀହରି ନିଶ୍ଚୟ କରିଥାନ୍ତି କୋପ। ଚାରି ବର୍ଣ୍ଣ ଧର୍ମ କଥନ। ପୁଣି ଋଷିଙ୍କି ପୁଛିଲେ ସଗର ରାଜନ। ଚାରି ବର୍ଣ୍ଣ ଧର୍ମ କଥା କୁହ ତପୋଧନ। ଋଷି ବୋଇଲେ ହେ ରାଜା ପଚାରିଲ ଯାହା। ସଂଶୟ ଫିଟାଇ ମୁହିଁ କହୁଅଛି ତାହା। ଚାରି ଆଶ୍ରମ ଯେ ଚାରି ବର୍ଣ୍ଣ ଖ୍ୟାତ ଅଛି। ସେ ସମସ୍ତ ସଂକ୍ଷେପରେ ପ୍ରକାଶ କରୁଛି। ବ୍ରାହ୍ମଣ ମାନଙ୍କର ଯେ ସ୍ୱଧର୍ମଟିଏ ହି। କରିଲେ ସର୍ବଦା ଦାନ କ୍ଷୁଣ୍ଣମତି ନହି। ବେଦ ପାଠ ଦେବ ସେବା ସ୍ନାନାଦି ତର୍ପଣ। ଏହା କରୁଥିବେ ସଦା ଥିବା ଯାଏ ପ୍ରାଣ। ଆବର ସର୍ବଦା କରି ଅଗ୍ନି ପରିଗ୍ରହ। ରହିବେ ବ୍ରାହ୍ମଣ ମାନେ ଧର୍ମେ ଅହରହ। ବ୍ରାହ୍ମଣ ମାନଙ୍କ ଧର୍ମ ଅଟଇଟିଏ ହି। କ୍ଷତ୍ରିୟଙ୍କ ଧର୍ମ କର୍ମ ଶୁଣ ମନ ଦେଇ। କ୍ଷତ୍ରିୟ କରିବେ ସଦା ବ୍ରାହ୍ମଣଙ୍କୁ ଦାନ। ଶ୍ରୀ ବିଷ୍ଣୁଙ୍କୁ ଯଜ୍ଞ ଦ୍ୱାରା କରିବେ ଆହ୍ୱାନ। ଧନୁ ବିଦ୍ୟା ଗୁରୁ ପାଶେ ଅଧ୍ୟୟନ କରି। ଅସ୍ତ୍ର ଚାଳନା ଶିଖିବେ ଶିଷ୍ଟତା ଚରି। ତେବେ ଯାଇ ସେହି ଅସ୍ତ୍ର ସାହାଯ୍ୟ ବଳରେ। ପାଳିବେ ପୃଥିବୀ ପ୍ରଜା ରକ୍ଷା କୌଶଳରେ। ପ୍ରାଣପଣ କରି ଯଜ୍ଞ ବିଘ୍ନ ନିବାରିବେ। ଦୁଷ୍ଟ ଗଣଙ୍କୁ ସର୍ବଦା ଦମନ କରିବେ। ଏହିପରି ଆଚରିଲେ ସ୍ୱଧର୍ମ କ୍ଷତ୍ରିୟ। ଅନ୍ତକାଳେ ସ୍ୱର୍ଗ ଲାଭ ହୁଅଇ ନିଶ୍ଚୟ। ଏବେ ବୈଶ୍ୟଙ୍କର କଥା ଶୁଣ ହେ ରାଜନ। ବୈଶ୍ୟମାନଙ୍କର ଯେ କି ସ୍ୱଧର୍ମ ବିଧାନ। ବୈଶ୍ୟମାନେ ପଶୁ ଆଦି ପାଳିବେ ଯତ୍ନରେ। ନିଜ ଜୀବିକା ରଖିବେ ବାଣିଜ୍ୟ ବ୍ୟାପାରେ। ଅଧ୍ୟୟନ କୃଷି କର୍ମ ଯଜ୍ଞ ଆଉ ଦାନ। ନିତ୍ୟ ନୈମିତ୍ତିକ କ୍ରିୟା ଶାସ୍ତ୍ରର ବିଧାନ। ଏହି କର୍ମ ଆଚରଣ କରିବେ ସନ୍ତତେ। ବୈଶ୍ୟଙ୍କ ସ୍ୱଧର୍ମ ଏହି ଅଟଇ ମରତେ। ଏଥିରେ ହୁଏ ତାଙ୍କର ଶ୍ରୀ ବିଷ୍ଣୁ ସାଧନ। ଏହି ଧର୍ମେ କରନ୍ତି ସେ ସ୍ୱର୍ଗକୁ ଗମନ। ଆବର ବୈଶ୍ୟଙ୍କ ଧର୍ମ ଯାହା ଅଟେ ରାଜା। ସର୍ବଦା କରିବେ ଦେବ ଦ୍ୱିଜକୁ ସେ ପୂଜା। କୃଷ୍ଣ ଭକ୍ତ ବୈଷ୍ଣବଙ୍କୁ ସେବା ହିଁ କରିବେ। ଅତିଥି ସତ୍କାର କାର୍ଯ୍ୟେ ତତ୍ପରତା ଥିବେ।
ଶୂଦ୍ରଙ୍କ କର୍ତ୍ତବ୍ୟ କର୍ମ ଯେମନ୍ତ ଅଟଇ, ବହୁ କହୁଅଛି ତାହା ଏବେ ଶୁଣ ମନ ଦେଇ। ଶୂଦ୍ରେ ସଦା ବ୍ରାହ୍ମଣଙ୍କୁ ସେବା କରୁଥିବେ, ସେହି ଚେତନେ ଜୀବିକା ନିର୍ବାହ କରିବେ। ତା ଅଭାବେ ବାଣିଜ୍ୟରେ ବଳାଇବେ ଚିତ୍ତ, ଏ ଦୁଇରୁ ଯାହା ଲବ୍ଧ ହେବ ସୁନିଶ୍ଚିତ। ତହିଁରେ କରିବେ ଶୂଦ୍ରେ ଯଜ୍ଞ ଅନୁଷ୍ଠାନ, ବୈସୁଦେବ ନାମେ ଯଜ୍ଞ ପରମ କାରଣ। ଆବର ଶ୍ରୀଧାନୀ ଦାନ ନିତ୍ୟ ନୈମିତ୍ତିକ, କରିବେ ସମସ୍ତ କ୍ରିୟା ହୋଇଣ ଉତ୍ସୁକ। ଏଥିରେ ଶୂଦ୍ରଙ୍କ ଧର୍ମ ପାଳନ ହୋଇବ, ସୁପ୍ରସନ୍ନ ହେବେ ତାଙ୍କୁ ପ୍ରଭୁ ବାସୁଦେବ। ଏହି ରୂପେ ଔର୍ବ ଋଷି ସଗର ରାଜନେ, ଚାରି ବର୍ଣ୍ଣଙ୍କର କଥା କହି ତୋ ସମନେ। ବୋଇଲେ ହେ ଶୁଣ ରାଜା ଏକ ମନ ହୋଇ, ଏଣିକି ଆଶ୍ରୟ କଥା କହିବଇ ମୁହିଁ। ଶୁଣ ହେ ମୈତ୍ରେୟ ଯାହା କହିଲେ ସେ ଋଷି, କହିବି ତୁମ୍ଭ ଗୋଚରେ ତାହା ମୁଁ ବିଶେଷୀ। ଏତେ ବୋଲି ଆଗୁସାର ହେଲେ ପରାଶର, ବନ୍ଦିଲେ ମୈତ୍ରେୟ ଋଷି ତାହାଙ୍କ ପୟର। ଜନକ ଜନନୀ ପାଦ ପଦ୍ମ କରି ଧ୍ୟାନ, କ୍ଷେତ୍ର ମୋହନ ଏ ଗ୍ରନ୍ଥ କରଇ ରଚନ। ଇତି ଶ୍ରୀ ମହାବିଷ୍ଣୁ ପୁରାଣେ ତୃତୀୟ ଖଣ୍ଡେ ବିଷ୍ଣୁ ପୂଜା ଫଳଶ୍ରୁତି ବର୍ଣ୍ଣନେ ନାମ ଅଷ୍ଟମୋଧ୍ୟାୟ। ନବମ ଅଧ୍ୟାୟ ବ୍ରହ୍ମଚର୍ଯ୍ୟ ଓ ଗୁରୁକୁଳେ ବାସ, ଗୃହସ୍ଥ ଧର୍ମ, ବାନପ୍ରସ୍ଥ ଧର୍ମ, ଭିକ୍ଷୁ ଆଶ୍ରମାଦି କଥନ। ଔର୍ବ ଉବାଚ ଏଥୁ ଅନନ୍ତରେ ଶୁଣ आहे ଦଣ୍ଡଧର, ଉପନୟନ ଉତ୍ତାରେ ବ୍ରାହ୍ମଣ କୁମାର। ପଠନ ଆଶାରେ ବ୍ରହ୍ମ ଚାରି ବେଶ ହୋଇ, ଗୁରୁଙ୍କ ଗୃହରେ ବାସ କରିବାକୁ ଯାଇ। ସେଠାରେ ହୋଇଣ ଶୁଦ୍ଧା ଚାରି ସୂଚିମନ୍ତ, ଗୁରୁ ସେବାରେ ରହିବ ହୋଇ ସେ ନିଯୁକ୍ତ। ପ୍ରଜାପତି ମହାବ୍ରତ କରି ଅନୁଷ୍ଠାନ, ବେଦ ଅଧ୍ୟୟନେ ହେବ ଆନନ୍ଦିତ ମନ। ସନ୍ଧ୍ୟା ସୂର୍ଯ୍ୟ ଅଗ୍ନିଙ୍କର ଉପାସନା ପରେ, ନମିବ ଗୁରୁଦେବଙ୍କୁ ଅତି ଭକ୍ତି ଭରେ। ଆପଣା ଇଚ୍ଛାରେ ଗୁରୁ ଠିଆ ହେବେ ଯେବେ, ସେ କାଳରେ ହର୍ଷ ମନେ ଠିଆ ହେବ ତେବେ। ସ୍ୱଇଚ୍ଛାରେ ଗୁରୁ ଯେବେ କରିବେ ଗମନ, ତାଙ୍କ ପଛେ ପଛେ ଯିବ ହୋଇ ସାବଧାନ। ଯେତେବେଳେ ଗୁରୁଦେବ ବସିବେ ଇଚ୍ଛାରେ, ସେ କାଳେ ବସିବ ପାଶେ ନମ୍ରତା ଭାବରେ। ଆବର କଥା ଏ ରାଜା ମନ ଦେଇ ଶୁଣ, ଗୁରୁଙ୍କ ଆଜ୍ଞା ଶିଷ୍ୟ ଋଣ ଯେ ଧାରଣ। ଗ୍ରାମ ବା ନଗରୁ ଭିକ୍ଷା ଆଣିଣ ଯତନେ, ସମର୍ପିତ ଗୁରୁ ପାଶେ ଆନନ୍ଦିତ ମନେ। ଗୁରୁ ଭୁକ୍ତ ଅବଶେଷ କରିଣ ଆହାର, ଜୀବନ ଧରିବ ନିଜେ ବ୍ରାହ୍ମଣ କୁମାର। ଗୁରୁଙ୍କର ଅନୁମତି ଘେନିଣ ସାନନ୍ଦେ, ନିଜ ଗୃହକୁ ଆସିବେ ମନର ଆନନ୍ଦେ। ଏହିପରି ବ୍ରହ୍ମଚର୍ଯ୍ୟ ଆଶ୍ରମ କଥନ, ଔର୍ବ ଋଷି ରାଜା ଆଗେ କରିଣ ବର୍ଣ୍ଣନ।
ବୋଇଲେ ଏଣିକି ଶୁଣ ନୃପ ମହାରଥା। କହିବି ମୁଁ ଗୃହସ୍ଥର ଧର୍ମ କର୍ମ କଥା। ଗୁରୁ ଗୃହରୁ ବାହୁଡ଼ି ବ୍ରାହ୍ମଣ କୁମାର କରିବ ଉର୍ବାହ କ୍ରିୟା ଅତି ଯତନର। ଯାଜକ ଅଧ୍ୟାପନ ସେ କରି ଅନୁକ୍ଷଣ ଧର୍ମ ଅର୍ଜନ କରିବ ହୋଇ ତ ସମାନ। ସେହି ଧନେଇହ କାଳେ ନିର୍ବାହ କରିବ ପିଣ୍ଡ ଜଳ ଦାନେ ପିତୃ ଗଣଙ୍କୁ ତୋଷିବ। ସର୍ବଦା ଯଜ୍ଞରେ ତୁଷ୍ଟ କରିବ ଦେବଙ୍କୁ ସନ୍ତୋଷ କରିବ ଅନ୍ନ ଦେଇ ଅତିଥିଙ୍କୁ। ମୁନି ଋଷିଙ୍କୁ ତୋଷିବ ସାଧ୍ୟ ଅନୁଯାୟୀ ବ୍ରହ୍ମା ଆଜ୍ଞାକୁ ପାଳିବ ସନ୍ତାନ ଜନ୍ମାଇ। ଭୂତ ଉପହାର ଦେଇ ସର୍ବଭୂତ ଗଣେ ସନ୍ତୁଷ୍ଟ କରିବ ଘରେ ଥାଇଣ ଆପଣେ। ଉଚ୍ଚାରଣ କରି ସତ୍ୟ ସ୍ୱରୂପ ବଚନ ତୋଷ କରୁଥିବ ସର୍ବ ପ୍ରାଣୀଙ୍କର ମନ। ଗୃହସ୍ଥ ଆଶ୍ରମେ ଥାଇ ଏ କର୍ମ ସାଧିଲେ ଅବଶ୍ୟ ପୁଣ୍ୟ ଭୁବନେ ଯାଏ ସେହି ଭଲେ। ଆବର କଥାଏ ଶୁଣି ଥାଅ ଦଣ୍ଡଧାରୀ ଗୃହସ୍ଥ ପାଖରୁ ଅନୁକ୍ଷଣ ଭିକ୍ଷା କରି। ଯୋଗୀ ଭିକାରୀ କରନ୍ତି ଜୀବନ ଧାରଣ ଏହି କାରଣ ହେ ରାଜା ମନ ଦେଇ ଶୁଣ। ଗୃହସ୍ଥ ଆଶ୍ରମ ସର୍ବ ଶ୍ରେଷ୍ଠ ବୋଲି କରି କହିଅଛନ୍ତି ସକଳ ଋଷି ତପଚାରି। ଯଥା ବିଧାନରେ ରଖି କେଶ ଦାଢ଼ି ମାନ ସାଦରେ କରିବ ମୁନି ମୂର୍ତ୍ତି କି ଧାରଣ। ଜଟାଧାରୀ ହୋଇ ଫଳ ମୂଳ ପତ୍ର ଆଦି ସନ୍ତୋଷ ହେବ ଭକ୍ଷଣ କରି ନିରବଧି। ଭୂମି ଉପରେ ଆପଣେ ଶୟନ କରିବ ମୁନିଙ୍କ ସମାନ ଯେବେ ସ୍ୱଭାବ ହୋଇବ। ମୁନି ବୃତ୍ତି ଅବଲମ୍ବେ କରି ଯେ ଯତନେ ତୋଷିବ ସବୁ ପ୍ରାଣୀଙ୍କି ସାଧୁ ଆଚରଣେ। ଚର୍ମକୁଶ କିମ୍ବା କରି କାଶର ବସନ କରିବ ସର୍ବଦା ତାହା ସୁଖେ ପରିଧାନ। ତାପରେ ତ୍ରିସନ୍ଧ୍ୟା ସ୍ନାନ ଆଉ ପୂଜା ହୋମ କରିବ ଅତିଥି ସେବା ଯଥାବିଧି ସମ। ଏପରି କାର୍ଯ୍ୟ ଉତ୍ତମ ବନବାସୀଙ୍କର ମନେ ରଖିଥାଅ ଏହା ଆହେ ନୃପବର। ମହାତେଜସ୍ୱୀ ହୁଅଇ ଅଗ୍ନି ସଦୃଶରେ ଅନ୍ତକାଳେ ବହୁ ଲୋକ ଗମନ ସେ କରେ। ବାନପ୍ରସ୍ଥ ଆଶ୍ରମର କଥା ଏହିପରି କହିଲେ ସେ ଔର୍ବ ଶୁଣିଲେ ଯା ଦଣ୍ଡଧାରୀ। ହେ ମୈତ୍ରେୟ ତୁମ୍ଭ ଆଗେ କହିଲଇ ମୁହିଁ ଚତୁର୍ଥ ଆଶ୍ରମ କଥା ପୁଣି କହିବଇ। ଏହାପରେ ଔର୍ବ ଋଷି କହିଲେ ହରଷେ ସେହି ଯେ ସଗର ନର ପତିଙ୍କର ପାଶେ। ହେ ରାଜନ ମନ କର୍ଣ୍ଣ ଦେଇ ଶୁଣ ଏବେ ବାନପ୍ରସ୍ଥ ଧର୍ମ ଯାହା ଶୁଣିଲ ତ ତୁମ୍ଭେ। ପୁଣି ମୁଁ କହିବି ଭିକ୍ଷୁ ଧର୍ମ କଥା ସାର ଏ ଧର୍ମେ ଅନ୍ତିମ ସୁଖ ମିଳଇ ଅପାର। ବାନପ୍ରସ୍ଥୀ ମୁନି ମାନେ ସ୍ୱଜନ ବରଜି ଅସାର ଭାବି ସକଳ ଧନ ଆଦି ତେଜି
ଚତୁର୍ଥେ ଆଶ୍ରମେ ସେହୁ ପ୍ରବେଶ କରିବେ। ଭିକ୍ଷୁ ଆଶ୍ରମ ଯାହାକୁ କହନ୍ତି ଏ ଭବେ। ବାନପ୍ରସ୍ଥି ବ୍ରହ୍ମନିଷ୍ଠ ଯୋଗାଦି ସକଳ ପରିତ୍ୟାଗ କରି ହୋଇ ଅତି କୁତୂହଳ। ସକଳ ପ୍ରାଣୀଙ୍କି ଏକ ଭାବ ଭାବି ମନେ। ପୁତ୍ର ଭାର୍ଯ୍ୟାଦି ସର୍ବ ଦ୍ରବ୍ୟ ସେହି ଶୂନ୍ୟେ। ମାତ୍ସର୍ଯ୍ୟ ଗୁଣକୁ ତ୍ୟାଗ କରିବି ଶେଷରେ। ମନ ଦେଇ ବୋଲି ସେହି ଭିକ୍ଷୁ ଆଶ୍ରମରେ। ସର୍ବବସ୍ତୁକୁ ସମାନ ଦେଖିବେ ନୟନେ। ଗୃହ ଦ୍ୱାରା କୁଟୁମ୍ବକୁ ନ ଚିନ୍ତିବେ ମନେ। ଧର୍ମ ଅର୍ଥ କାମ ଏହି ତ୍ରିବର୍ଗକୁ ପୁଣ। ଆବର ଭିକ୍ଷୁ ଜାଗାଦି କରିବେ ବର୍ଜନ। ଛୋଟ ବଡ଼ ଶତ୍ରୁ ମିତ୍ର ସବୁ ପ୍ରାଣୀଙ୍କର। ହୋଇବେ ସମାନ ମିତ୍ର ସଦା ଭିକ୍ଷୁ ନର। ଜରାୟୁ ଜଣ୍ଡକାଦି ଯେତେ ପ୍ରାଣୀ ଥିବେ। ମନ ବାକ୍ୟ କାର୍ଯ୍ୟ ପାପା ଚାରଣ କରିବେ। କାହାରି ଅନିଷ୍ଟ କାର୍ଯ୍ୟ ଦେବେ ନାହିଁ ଚିତ୍ତ। ମନ ପ୍ରାଣକୁ ନିବେଶି ଯୋଗେ ଥିବେ ରତ। ସକଳ ସଂସର୍ଗ ମନୁ ପରିତ୍ୟାଗ କରି। ଯୋଗ ସମର୍ପିବେ ଚିତ୍ତ ଦିବସ ସର୍ବରି। ଏକ ରାତ୍ରରୁ ଅଧିକ କାହିଁ ନ ରହିବେ। ପ୍ରତ୍ୟେକ ଗ୍ରାମରେ ହିଁ ପରିଭ୍ରମୁଥିବେ। ନଗର ମଧ୍ୟରେ ପଞ୍ଚ ରାତ୍ରରୁ ଅଧିକ ରହିବ ନାହିଁ କେବେ ହେଁ ଯେ ପ୍ରାଣୀ ଭିକ୍ଷୁକ। ମନରେ ପ୍ରୀତି ତାଙ୍କର ଯେଉଁ ସ୍ଥାନେ ହୁଏ। ରାଗ ହିଂସା ଉପଦ୍ରବ ସେଠାରେ ନଥାଏ। ଏମନ୍ତ ସ୍ଥାନରେ ଭିକ୍ଷୁ କରିବ ଯେ ଘର। କେବଳ ପ୍ରାଣର କ୍ଷଣେ ଭୁଞ୍ଜିବ ଆହାର। ମୁଁ ଯେ ଅଧମ ପାମର ଦିନହୀନତି। ନ ଜାଣେ ସ୍ୱଧର୍ମାଚାର ଭାବନା ଭକତି। ମୁହିଁ ମୂଢ଼ କିଞ୍ଚନ ନୁହେଁ ବିଦ୍ୟାବନ୍ତ। ଏ ବିଷ୍ଣୁ ପୁରାଣ ରଚନାରେ ଦେଲି ଚିତ୍ତ। ସୁମନୋହର ରଚନା ପରାଶରଙ୍କର। ଅଳ୍ପ ନୁହେଁ ଶ୍ଲୋକ ଅଟେ 23,000। ଅଷ୍ଟାଦଶ ପୁରାଣର ତୃତୀୟଟିଏ ଏହି। ବିଶେଷରେ ବିଷ୍ଣୁଙ୍କ ମହାତ୍ମ୍ୟ ଅଛି ରହି। ଏଣୁ ଶ୍ରୀ ବିଷ୍ଣୁ ପୁରାଣ ନାମ ଅଟେ ୟାର। ଏ ଯେ ଗଣ୍ଠି ଧନ ବିଷ୍ଣୁ ଭକ୍ତ ବୈଷ୍ଣବର। ଗୁରୁ ବୈଷ୍ଣବ ଗୋସାଇଁ ଆଜ୍ଞା କଲେ ଯାହା। ଭାଷା ପ୍ରବନ୍ଧେ ମୁଁ ସିନା ଲେଖୁଛଇ ତାହା। ଜଗତ ଜନନୀଙ୍କର ନାମ ତୁଣ୍ଡେ ଧରି। ପାପୀ କ୍ଷେତ୍ରବାସୀ କିବା ଭବୁ ଜୀବ ତରି। ଇତି ଶ୍ରୀ ମହାବିଷ୍ଣୁ ପୁରାଣେ ତୃତୀୟ ଖଣ୍ଡେ ଚତୁରାଶ୍ରମ ଧର୍ମ କଥନେ ନାମ ନବମ ଅଧ୍ୟାୟ। ଦଶମ ଅଧ୍ୟାୟ ବାଳକର ଜାତକର୍ମ। ଅଭ୍ୟୁଦୟିକ ଶ୍ରାଦ୍ଧ, ନାମକରଣ, ଉପନୟନ, ବିଦ୍ୟାଭାସ, ବିବାହାଦି ବିଧି, ବିବାହ ଉପଯୋଗୀ କନ୍ୟା ଲକ୍ଷଣ ଓ 8 ପ୍ରକାର ବିବାହ। ସଗର ଉବାଚ ସଗର ରାଜନ ସବୁ ଶୁଣିଣ କନରେ। କହିଲେ ଉର୍ବରୁ ସିଙ୍କି ଅତି ଭକ୍ତି ଭରେ। आहे महात्मा महा ज्ञानी महाशय मोठारे होइछ जदि एकांत सदय नित्य नैमित्तिक कार्य कर्म शेष मस्त
ତାହା ଶୁଣିବାକୁ ମୋର ବଳୁଅଛି ଚିତ୍ତ। ସେସବୁ ସଂଶୟ ଖୋଲି କୁହ ତପୋଧନ, ଶ୍ରବଣ କରି ଆନନ୍ଦ ହେଉ ମୋର ମନ। ଔର୍ଭବାଚ ରାଜାଙ୍କ ମୁଖରୁ ଶୁଣି ଏ ବିନୟ ବାଣୀ, ଅତି ହରଷେ କହିଲେ ଔର୍ବ ଋଷିମଣି। ଶୁଣ ହେ ରାଜନ ମୁହିଁ କହୁଛି ସେ କଥା, ଯାହା ଶୁଣିଲେ ଘୁଞ୍ଚିବ ମନୁ ସର୍ବବ୍ୟଥା। ଏତେ ବୋଲି ସେ ମହର୍ଷି ସୁପ୍ରସନ୍ନ ହୋଇ, ପୁତ୍ର ଜନ୍ମ ଠାରୁ କଥା କହିଲେ ବୁଝାଇ। ଆହେ ରାଜା ପୁତ୍ର ଜନ୍ମ ଭୂମିଷ୍ଠ ହୋଇଲେ, ଜାତ କର୍ମ କ୍ରିୟା କାଣ୍ଡ ଶେଷ କରି ଭଲେ। କରିବ ହେ ଅଭ୍ୟୁଦୟ ଶ୍ରାଦ୍ଧର ବିଧାନ, ଶ୍ରାଦ୍ଧ କାଳେ 19 ବ୍ରାହ୍ମଣ 2 ଜଣ। ପୂର୍ବ ମୁଖରେ ବସାଇ କୁଳାଚାର ମତେ, ପିତୃପକ୍ଷ ଦେବତାଙ୍କୁ ଆହ୍ୱାନ ତୋରିତେ। ଶ୍ରାଦ୍ଧର କର୍ମ କରିବ ସବୁ ସମ୍ପାଦନ, ପିଣ୍ଡଦାନ ବିଧି ଯାହା ଶୁଣ ହେ ରାଜନ। ଅଙ୍ଗୁଳି ଅଗ୍ରତେ କିବା ତାମୂଳ ଦେଶରେ, ଦଧି ଯବ କୁଶ ମିଶା ପିଣ୍ଡ ଧରି କରେ। ନଦୀ ମୁଖେ ପିତୃଗଣେ କରିବ ପ୍ରଦାନ, ତଦନ୍ତରେ ହିପରି ଅଟଇ ବିଧାନ। ସମୁଦାୟ ବୃଦ୍ଧ ଶ୍ରାଦ୍ଧ କାଳରେ ନିଶ୍ଚୟ, କରିବ ହେ ପ୍ରଦକ୍ଷିଣ ତେଜିଣ ସଂଶୟ। ଜାତ କର୍ମ ବିଧି ଜାଣ ଅଟଇ ଏମନ୍ତ, ଯା କହିଲି ମନେ ରଖି ଥାଅ ନରନାଥ। ଏହା ପରେ ଶୁଣ ନାମ କରଣ ବିଧାନ, କହୁଛି ତୁମ୍ଭ ଆଗରେ ନ କରି ଗୋପନ। ଶ୍ରାଦ୍ଧ କାର୍ଯ୍ୟ ସମାପନ ହୋଇଲା ଉତ୍ତାରେ, ସେ ପୁତ୍ରର 10 ଦିନ ବୟକ୍ରମ ପରେ। ଯେ ଅଟଇ ନିଜ ପିତା କୁତୁହଳେ ସେହି, ସ୍ୱଜନ ବନ୍ଧୁ କୁଟୁମ୍ବଙ୍କର ମେଳେ ରହି। କରିବ ସେହି ଶିଶୁର ସ୍ୱନାମକରଣ, ତାହାର ବିଧାନ ଏବେ କହୁଅଛି ଶୁଣ। ସେହି ଜନମ ଶିଶୁର ଯେଉଁ ନାମ ଦେବ, ତା ଅକ୍ଷର ବେଶୀ କିମ୍ବା ଅଳ୍ପ ନ ହୋଇବ। ଶୁଣିବାକୁ ଯେଉଁ ନାମ ହେବ ସୁମଧୁର, ଦେବତାଙ୍କ ସମ୍ବନ୍ଧୀୟ ଥିବଟି ତହିଁର। ପୁରୁଷ ନାମ ପୁରୁଷ ବାଚକ ହୋଇବ, ନାମ ଆଦ୍ୟ ଭାଗେ ଦେବ ତାଙ୍କ ନାମ ଥିବ। ବ୍ରାହ୍ମଣର ନାମ ଶେଷ ହେବ ଦେବ ଶର୍ମା, କ୍ଷତ୍ରିୟର ନାମ ଶେଷ ହୋଇବ ଯେ ବର୍ମା। ବୈଶ୍ୟର ନାମ ଶେଷରେ ଗୁପ୍ତ ବୋଲି ହେବ, ଶୂଦ୍ରର ନାମ ଶେଷଟି ଦାସ ବୋଲି ଥିବ। ଅର୍ଥ ଶୂନ୍ୟ ଅପ୍ରଶସ୍ତ ଅପଶବ୍ଦ ଥିବା, ଅମଙ୍ଗଳ ବିନିନ୍ଦ୍ୟ ନାମ ଦେହ ନ ହେବା। ସମସ୍ତ ନାମ ଅକ୍ଷର ସମ ହୋଇଥିବ, ସର୍ବକାଳେ ସର୍ବଦେଶେ ଅଛିଆ ଜାଣିବ। ଏ ପ୍ରକାରେ ଔର୍ବ ଋଷି ରାଜାଙ୍କୁ କହିଲେ, ପରାଶର ମୈତ୍ରେୟଙ୍କ ଆଗେ ପ୍ରକାଶିଲେ। ଔର୍ବ ମହର୍ଷି କହନ୍ତି, ହେ ରାଜନ ଶୁଣ, ଉପନୟନରେ ଯେତେ ବିଧି ବିବରଣ, ଗର୍ଭସ୍ଥରୁ କିମ୍ବା ଜନ୍ମ ଠାରୁ ଯେ ଦିବସ, ଗଣନା କରିବ 8
ବରଷ କ୍ରମଶ। ଏମନ୍ତ ବୟସେ ଉପନୟନର ବିଧି, ଆଚରିବେ ଦ୍ୱିଜଗଣେ ସମ୍ପାଦି ଦ୍ରବ୍ୟାଦି। ଉପନୟନ ହୋଇଲା ପରେ ସମାଧାନ, ବେଦ ଅଭ୍ୟାସ କରିବ ବ୍ରାହ୍ମଣ ସନ୍ତାନ। ଗୁରୁ ଗୃହେ ଯାଇ ବିଦ୍ୟା ଅଭ୍ୟାସ କରିବ, ଯେବଣ କାଳେ ତା ପାଠ ସମାପ୍ତ ହୋଇବ। ଗୁରୁଙ୍କୁ ଦକ୍ଷିଣା ଦେଇ ଯଥାର୍ଥ ବିଧିରେ, ସ୍ୱଗୃହକୁ ବାହୁଡ଼ିବ ମନ ଆନନ୍ଦରେ। ଗୃହକୁ ଆସି ବିବାହ କରିବ ବିଧାନେ, କିଏ ବା ବ୍ରହ୍ମଚର୍ଯ୍ୟକୁ ଆଚରିବ ମନେ। ଏହିପରି ସୁପ୍ରସନ୍ନ ହୋଇ ଔର୍ବଜତି, ସଗର ରାଜାଙ୍କ ଆଗେ ବୁଝାଇ କହନ୍ତି। ଆହୁରି କଥାଏ ମୋର ପଡ଼ିଲା କମନେ, କହୁଅଛି ତାହା ଶୁଣ ଯଥାର୍ଥ ବିଧାନେ। ବ୍ରାହ୍ମଣକୁ ଯେଉଁ କନ୍ୟା ବିବାହ କରିବ, ତାହାର ଲକ୍ଷଣ ମୁହିଁ କହୁଛି ସରବ। ବରର ବୟସ ଯେବେ ହୋଇବ ଗଣନା, କନ୍ୟାର ବୟସ ତାର 1 ଅଂଶ ଊଣା। ଯେଉଁ କନ୍ୟା ସେ ଅଳ୍ପ କେଶା ଅତି କେଶା, ପିଙ୍ଗଳ ବା ଅତି କାଳି ଥିବ ଯେଉଁ ଯୋଷା। ସ୍ୱଭାବରେ ବିକଳାଙ୍ଗୀ ଯେ ବା ଡେଙ୍ଗି ଥିବ, ରୋଗିଣୀ ବା ଅରୁଚାଣୀ ଦୁଷ୍ଟ ଯା ସ୍ୱଭାବ। ହୀନ କୁଳ ଜନ୍ମା କଟୁ ବଚନ ଭାଷିଣୀ, ମାତା ପିତା ଅନୁସାରେ ବିକଳାଙ୍ଗ ପୁଣି। ପୁରୁଷ ଆକୃତି ଯେହୁ ଶୁଶ୍ରୁଚିହ୍ନ ଜୁତା, କ୍ଷୀଣ ବଚନା ହେ ଅତି ସ୍ୱର ଘର୍ଘରତା। ବାକାକସରା ଯେହୁ ପୁଣି ପକ୍ଷ ଶୂନ୍ୟ ନେତ୍ରୀ, ଯେ କନ୍ୟା ଦୃଢ଼ ନୟନା ବଡ଼ ବଡ଼ ଦନ୍ତୀ। ସେ କନ୍ୟା ବିବାହ କରି ନରେ ଯୋଗାଇ, ଅମଙ୍ଗଳ ଚିହ୍ନ ଯେଣୁ ତାଠାରେ ଅଛଇ। ଯେ କନ୍ୟାର ଜଙ୍ଘ ବେନି ବହୁ ଲୋମ ଯୁକ୍ତ, ଗୋଇଠି ଉଚ୍ଚ ଯାହାର ଗଣ୍ଡ ବେନି ଗର୍ତ୍ତ। ଯେ ବା ଅରୁଣ ନୟନା ନଖତା ପାଣ୍ଡୁର, କୋମଳ ନୁହଁଇ ପୁଣି ଯା ଦେହ ଆକାର। ନେତ୍ର ବଡ଼ ବଡ଼ ପୁଣି ଅଟଇ ହେ ଡେଙ୍ଗା, ଏ କନ୍ୟାକୁ ବିଭା ହେଲେ ହେବ ହତ ଭାଗା। ଅତି ସ୍ଥୂଳ ହସ୍ତପଦ ଅଟଇ ଯାହାର, ଅତି ଡେଙ୍ଗି ଅତି ଗେଡ଼ି ଯେ କନ୍ୟା ବର। ଯାହାର ମିଳିତ ପରସ୍ପର ଭୁରୁ ଯୁଗ, ଏପରି କନ୍ୟାକୁ କରି ଦେବ ପରିତ୍ୟାଗ। ଅଷ୍ଟ ପ୍ରକାରର ଜାଣ ବିବାହ ନିଶ୍ଚିତ, ଅସୁର ଗନ୍ଧର୍ବ ବ୍ରହ୍ମ ଦୈବ ପ୍ରଜାପାତ୍ୟ। ଆର୍ଯ୍ୟ ରାକ୍ଷସ ଆବର ପୈଶାଚିକ ଜାଣ, ଏ ଅଷ୍ଟ ପ୍ରକାର ଅଟେ ବିବାହ ପ୍ରମାଣ। ଏସନ ବୋଇଲେ ଔର୍ବ ଋଷି ରାଜା ପାଶେ, ପରାଶର ମୈତ୍ରେୟଙ୍କୁ କହିଲେ ବିଶ୍ୱାସେ। ଶୁଣି ସେ ମୈତ୍ରେୟ ହେଲେ ଅତ୍ୟନ୍ତ ଆନନ୍ଦ, ବନ୍ଦିଲେ ପରାଶରଙ୍କ ଚରଣାର ବିନ୍ଦ। ଜୟ ନୀଳାଚଳବାସୀ ପ୍ରଭୁ ଜଗନ୍ନାଥ, କର ପ୍ରସାରୀ ମାଗଇ କ୍ଷେତ୍ର ରକ୍ଷିତ। ଇତି ଶ୍ରୀ ମହାବିଷ୍ଣୁ ପୁରାଣେ ତୃତୀୟ ଖଣ୍ଡେ ଜାତକର୍ମାଦି କ୍ରିୟା ଓ କନ୍ୟା ଲକ୍ଷଣ ନାମ 10ମ ଅଧ୍ୟାୟ।
ଏକାଦଶ ଅଧ୍ୟାୟ ଗୃହସ୍ଥ ସଦାଚାର ବର୍ଣ୍ଣନ। ସଗର ଉବାଚ ଏଥୁ ଅନନ୍ତରେ ଯେ ସଗର ନର ନାଏ ଅର୍ବ ଋଷିଙ୍କି ଚାହିଣ କହିଲେ ବିନଏ ଯେଉଁ ସଦାଚାର ଆଚରିଲେ ଗୃହୀଜନ ଇହ ପର କାଳେ ଦୁଃଖୀ ନୁହେଁ କଦାଚନ ଆବର ଧର୍ମ ପଥରୁ ନୁହଁ ବଞ୍ଚିତ ଶୁଣିବାକୁ ସେହି ସଦାଚାର ବଳେ ଚିତ୍ତ। ଅର୍ବ ଉବାଚ ଅର୍ବ ଋଷି ବୋଇଲେ କ ଶୁଣ ହେ ନୃପତି ସଦାଚାରୀ ଜନ କହ ପର ପାରେ ଜିତି ଉଭୟ କାଳରେ ସଦାଚାରୀ ସୁପୂଜିତ ସଦା ସଦାଚାରୀ କନ୍ଧେ ଲକ୍ଷ୍ମୀ ବିରାଜିତ ସେମାନେଟି ସାଧୁ ବୋଲି ଚରାଚରେ ବ୍ୟକ୍ତ ତାଙ୍କ ମନକୁ ପଥକୁ କରିଥାଏ ତ୍ୟକ୍ତ ତାହାଙ୍କର ବ୍ୟବହାର ଆବର ଆଚାର ସେହି ନାମ ଗୋଟି ସିନା ଅଟେ ସଦାଚାର। ପ୍ରାତକୃତ୍ୟ ଉବାଚ ପ୍ରାତକାଳୁ ସେ ଜୁଠି ଆହେ ଦଣ୍ଡଧାରୀ ଆପଣା ମନରେ ଇଷ୍ଟ ଦେବଙ୍କୁ ସୁମରି ଧୌତ କରି ପାଞ୍ଚ ଗାତ୍ର ସେହି ପ୍ରତ୍ୟୁଷରେ ଚଞ୍ଚଳ ଯାଇ ଗ୍ରାମର ନୈଋତ କୋଣରେ ଏକ ବାଣ ଯେତେ ଦୂର ଗମନ କରଇ ତେତେ ଦୂର ପରିଜନ୍ତେ ଜୀବନର ସାଇଁ ଦେହର ମଳମୂତ୍ରକୁ କରିବ ବର୍ଜନ ଦୂର ହୋଇଥିବା ଲୋକଙ୍କର ବାସସ୍ଥାନ ମାନବଙ୍କ ଗମନର ପଦଚିହ୍ନ ଯହିଁ କିମ୍ବା ଯେଉଁ କ୍ଷେତ୍ରେ ସଦା ଶସ୍ୟ ପୂର୍ଣ୍ଣ ଥାଇ ଜନ ସମାଜ ବା ଗୋଷ୍ଠେ ନଦୀ ଗର୍ଭ ପଥେ ତୀର୍ଥସ୍ଥାନ ଜଳ ମଧ୍ୟେ ଜଳ ଘାଟ ବ୍ରାତେ ଜଳାଶୟ କିୟବାସେ ଶ୍ମଶାନ ଭୂମିରେ ନତେ ଜୀବ ମଳମୂତ୍ର ନିଷେଧ ପାତ୍ରରେ ଗୃହ ଗଣାରେ ମଳ ତ୍ୟାଗ ନ କରିବ ଜନପଦ ଚିହ୍ନ ଦେଖି ଦୂର ହୋଇଯିବ ବୃକ୍ଷ ଛାୟା ଗୃହ ଛାୟା ଛାୟା ଯେ ନିଜର ଗୋରୁ ଛାୟା ଆବର ଯେ ଛାୟା ବ୍ରାହ୍ମଣର କଦାପି ଏ ମନ୍ତ ଛାୟା ମାନଙ୍କର ଦେହେ ନ କରିବ ମଳମୂତ୍ର ଜାଣ ହେ କେବେ ସୂର୍ଯ୍ୟଙ୍କ ସମ୍ମୁଖେ ଅବା ବାୟୁ ଅଗ୍ନିମୁଖେ ବିବେକୀ ପ୍ରାଣୀ ପ୍ରସ୍ରାବ ନ କରିବ ସୁଖେ ହଳରେ ଚାଷ ହେବାର ଯେଉଁ କ୍ଷେତ୍ରମାନ କରିବ ନାହିଁ ତହିଁରେ ମଳ ବିସର୍ଜନ ଯହିଁରେ କୌଣସି ବିଘ୍ନ ବ୍ୟାଘାତ ନଥିବ ଏପରି ସ୍ଥାନରେ ମଳ ମୂତ୍ର ବରଜିବ ମଳତ୍ୟାଗ ସମୟରେ ମୂର୍ତ୍ତିକାର ପରେ ପାରିବ କେତେ ଗୁଡ଼ିଏ ତୃଣ ଯତନରେ ବସନେ ନିଜ ମସ୍ତକ ଆବୃତ କରିବ ମୌନ ବ୍ରତ ହୋଇ ମଳ ଚଞ୍ଚଳେ ତେଜିବ ଦିବସେ ବସିବ ମୁଖ ଉତ୍ତରକୁ କରି ରାତ୍ରିରେ ଦକ୍ଷିଣ ମୁଖେ ଆହେ ଦଣ୍ଡଧାରୀ ସାବଧାନେ ମଳମୂତ୍ର କରିବ ବର୍ଜନ ଅନ୍ୟଥା ନମଣ ଏହା ମୁନିଙ୍କ ବଚନ ଏହି କର୍ମ ମାନ ସଦାଚାର ଯେ ଅଟଇ ପ୍ରାତକୃତ୍ୟ ବିଧି କଥା କହିଲଇ ମୋହି। ଶୌଚାର୍ଥେ ମୃତ୍ତିକା ଗ୍ରହଣ।
ଏହା ପରେ ଶୌଚକ୍ରିୟା ବିଧାନେ କରିବ। ମୂଷା ମାଟି ଉଇ ହୁଙ୍କା ମାଟି ତ ଘେନିବ। ଗୃହ ଲେପିବାର ମାଟି ପୁଣି ଓଦା ମାଟି। ଶୌଚ ଅବଶିଷ୍ଟ ମାଟି ଘେନିବ ନାହିଁଟି। ହଳ ଲଙ୍ଗଳେ ଯେ ମାଟି ଖୋଳା ହୋଇଥିବ। କୀଟମାନେ ରହିଥିବା ମାଟି ନ ଘେନିବ। ଏସବୁ ମୃତ୍ତିକା ଛାଡ଼ି ଆହେ ନରରାଣ। ଅନ୍ୟ ମାଟି ଶୌଚ ପାଇଁ କରିବ ଗ୍ରହଣ। ଗୋଟିଏ ଥର ଲିଙ୍ଗରେ ଗୁହ୍ୟ 3 ଥର। ବାମ ହସ୍ତେ 10 ଥର ଜାଣ ନୃପବର। 2 ହସ୍ତେ 7 ଥର ଲେପିବ ମୃତ୍ତିକା। ତେବେ ଯାଇ ଅଙ୍ଗ ଶୌଚ ହୋଇବଟି ଏକା। ତାହାପରେ ଗନ୍ଧହୀନ ଫେନ ଶୂନ୍ୟ ନୀରେ। ଆଗମନ ଭଲ ରୂପେ କରିବ ବିଧିରେ। ଆଗମନର ପୂର୍ବରୁ ହୋଇ ସାବଧାନ। କରିବ ବିହିତେ ପୁଣି ମୃତ୍ତିକା ଗ୍ରହଣ। ସେ ମାଟିରେ ପାଦ ଶୌଚ କରି ବିଧି ମତେ। ପାଦ ପଖାଳିବ ଜଳ ଯାଏ ଘେନି ହସ୍ତେ। ମୁଖରେ ଜଳ ଗ୍ରହଣ କରି 3 ବାର। ମୁଖ ମାର୍ଜନ 2 ବାର କରିବ ଆବର। ତାପରେ ମସ୍ତକ ଆଉ ସକଳ ଇନ୍ଦ୍ରିୟ। ବ୍ରହ୍ମରନ୍ଧ୍ର ବାହୁରନ୍ଧ୍ର ସ୍ୱନାଭି ହୃଦୟ। ଏହି ସ୍ଥାନ ମାନ ସର୍ବ ଜାଣ ଯଥାକ୍ରମେ। ଜଳଯୁକ୍ତ ହସ୍ତେ ସ୍ପର୍ଶ ନ କରିବ ଭ୍ରମେ। ଏମନ୍ତ ପ୍ରକାରେ ଶୌଚ କ୍ରିୟା ବଢ଼ାଇବ। ଉତ୍ତମ ବିଧିରେ ଦନ୍ତ ଧାବନ କରିବ। ସେ ଉତ୍ତାରେ ସ୍ନାନ ବିଧି କରିବ କୁଶଳେ। ନଦୀ ବାମ୍ଫି ପୁଷ୍କରିଣୀ ଅବା କୂପ ଜଳେ। ଉତ୍ତମ ପ୍ରକାରେ ଜଳା ଶହେ ସ୍ନାନ କରି। ଯଥା ବିଧାନରେ ପୁଣି ଆଚମନ ସାରି। ତାପରେ କରିବ କେଶ ସଂସ୍କାର ବିଧାନ। ଭାଲେ ଘେନିବ ତିଳକ କରି ସୁଶୋଭନ। ଅନ୍ୟ ଅଙ୍ଗ ମାନଙ୍କରେ ଲିହିବ ଯେ ଚିତା। ଏହାର ନାମ ସଦ୍ବେଶ ଅଟଇ ଜାଣିଥା। ଦର୍ପଣ ଅଞ୍ଜନ ଦୁର୍ବା ଆଦି ଶୁଭକାରୀ। ଦ୍ରବ୍ୟମାନ ଯଥାବିଧି ବ୍ୟବହାର କରି। ତଦନ୍ତେ ପ୍ରସନ୍ନ ମନେ ଜାଣ ହେ ଭୂପତି। ଜୀବିକା ଅର୍ଜନେ ଗୃହୀ ଜନ ହେବେ ବ୍ରତୀ। ସଜାତୀୟ ଧର୍ମ ମତେ ଅରଜୀବ ଧନ। ଶ୍ରଦ୍ଧା ମନେ କରିବ ସେ ଯାଗ ଅନୁଷ୍ଠାନ। ଯାଗ ଯଜ୍ଞ ଶ୍ରାଦ୍ଧ କର୍ମେ ଶ୍ରଦ୍ଧାବାନ ହେଲେ। ତହିଁରେ ହୋଇବ ଶୁଭ ବୁଝ ରାଜା ଭଲେ। ଏହା ପରେ ନିତ୍ୟ କ୍ରିୟା ସାଧନ କାରଣ। ସାରିବ ମଧ୍ୟାହ୍ନ ସ୍ନାନ ଯତନ କରିଣ। ପିନ୍ଧି କରି ଶୁକ୍ଳବାସ ସୁନିର୍ମଳ ମନେ। ଯେ ଯାହାର ତୀର୍ଥେ ଦେବ ଋଷି ପିତୃଗଣେ। ତର୍ପଣ କରିବ ଜାଣ ଉତ୍ତମ ପ୍ରକାରେ। ସୁବିଜ୍ଞ ବ୍ରାହ୍ମଣ ଥାଇ ବିଶୁଦ୍ଧ ଆଚାରେ। ଦେବତାଙ୍କ ପ୍ରୀତି ହେତୁ 3 ଥର ଜଳ। ପିତୃଗଣ ହେତୁ ସେହି ପ୍ରକାରେ କେବଳ। 3 ବାର ଜଳାଞ୍ଜଳି କରିଣ ପ୍ରଦାନ। ତାହାପରେ ଅତିଶୟ ହୋଇ ଶ୍ରଦ୍ଧାମନ। ପିତାମହ ଯେ ପ୍ରପିତା ମୋହ ଆଦି କରି।
ମାତାମହ ଆଉ ଯେ ପ୍ରମାତାମହ ଧରି ଆବର ବୃଦ୍ଧ ପ୍ରମାତା ମୋହ ଏ ସମସ୍ତେ ତର୍ଜନୀର ମୂଳେ ଜଳ ଘେନି ଭକ୍ତି ଚିତ୍ତେ ଅତ୍ୟନ୍ତ ଉତ୍ସାହ ହୋଇ କରିବ ପ୍ରଦାନ ଉଚିତ ପ୍ରମାଣେ ମାନି ଶାସ୍ତ୍ରର ବିଧାନ ପରେ ସ୍ୱବନ୍ଧୁ ବାନ୍ଧବ ଶ୍ରଦ୍ଧା ଅନୁସାରେ ଜଳଦାନ କରିବ ହେ ଅତି ଆଦରରେ କଠୋର ସାଧନା ବଳେ ତେଜି କ୍ଷୁଧା ତୃଷା ଚଳୁଥିବ ବିଷ୍ଣୁ ପଦ ହେଜି ଦିବାନିଶା। ଭୋଜନ ବିଧି ଓ ସନ୍ଧ୍ୟା ଉପାସନା ବିଧି କଥନ ପରାଶର ବୋଲନ୍ତି ଯେ ଶୁଣ ହେ ମୈତ୍ରେୟ ରାଜା ପଣେ କହିଲେ ଯା ଔର୍ବ ମହାଶୟ ଭୋଜନର ଫଳାଫଳ ଯେମନ୍ତ ପ୍ରକାର ପ୍ରକାଶ କରୁଛି ତାହା ଶୁଣ ହୋଇ ସ୍ଥିର ସ୍ନାନ ନ କରି ଭୋଜନ ଯେଜନ କରଇ ଜାଣିବ ମଳମୂତ୍ରକୁ ଭକ୍ଷୁ ଥାଇ ସେହି ଜପନ କରି ଭୋଜନ କରଇ ଯେ ପ୍ରାଣୀ ପୂଜ ରକ୍ତ ପାନ କରେ ଥିବ ଏହା ଜାଣି ପୁଣି ଭୋଜନ କଲେଟି ଅସଂସ୍କୃତ ନ ମଳମୂତ୍ର ଭକ୍ଷ ସଙ୍ଗେ ହୁଅଇ ସମାନ। ଆବର ଜାଗୃହେ ବାଲ୍ୟ ଶିଶୁମାନେ ଥାନ୍ତି ତାହାଙ୍କୁ ଆଗେ ନ ଦେଇ ଯେ ନିଜେ ଭୁଞ୍ଜନ୍ତି ସେ ଭୋଜନ ତାହାଙ୍କର ବିଷ୍ଠାର ସମାନ ଏଣୁ ସାର ବିଧି ଅଟେ ଯେ ବଣ ଭୋଜନ ତାହା କହୁଅଛି ଏବେ ଶୁଣ ମହିପାଳ ଆଗେ ସ୍ନାନ ତର୍ପଣାଦି ବଢ଼ାଇ ସକଳ ତାପରେ ଶୁକ୍ଳ ବସନ କରି ପରିଧାନ ସୂଚିମନ୍ତେ ପ୍ରଫୁଲ୍ଲ ମନରେ ଗୃହୀଜନ ହସ୍ତ ଅନାମିକା ଅଙ୍ଗୁଳିରେ ସନ ମୁଦି ନୋହିଲେ ରୌପ୍ୟ ମୁଦ୍ରିକା ଯତନରେ ପିନ୍ଧି ନିୟମିତ ହୋମ ଜପ ଆଦି କର୍ମମାନ ସାବଧାନ ହୋଇ ଗୃହୀ କରି ସମାପନ ଗୁରୁ ବ୍ରାହ୍ମଣ ଅତିଥି ଯେ ଆଶ୍ରିତ ଜନେ ସଭିଙ୍କି ଆଗେ ଭୋଜନ କରାଇ ଯତନେ ସୁଗନ୍ଧମାଳାକୁ ନିଜେ ପରିଧାନ କରି ବେଦଶାସ୍ତ୍ର ମତେ ମନ ମଧ୍ୟରେ ମୋଦ ଭରି ପୂର୍ବ କିମ୍ବା ଉତ୍ତର ଦିଗକୁ କରି ମୁଖ ଭୋଜନ ସ୍ଥାନେ ବସିବ ତେଜି ସବୁ ଦୁଃଖ ଅଗ୍ନିଦେବ ତାଙ୍କୁ ଅଗ୍ରଭାଗ ଦେଇ ସାରି ଆନନ୍ଦେ ଭୁଞ୍ଜିବ ଅନ୍ନ ମୌନ ଆଚରି ନ ବସିବ ଉର୍ଦ୍ଧ୍ୱ ଜାନୁ ହୋଇ ଆସନରେ ନ ଭୁଞ୍ଜିବ ଅନ୍ନ କେବେ ବିନା ଭୋଜନରେ ଏହି ରୂପେ ଗୃହୀଜନ କଲେଟି ଆହାର ହେ ରାଜନ ନିଶ୍ଚୟ ସର୍ବଶୁଭ ହୁଏ ତାର ପୁଣି ଭୋଜନ ଲକ୍ଷଣ ଶୁଣ ମନ ଦେଇ ଭୋଜନେ ନିଷେଧ ଯାହା କହୁଛି ବୁଝାଇ ଏକ ବସ୍ତ୍ର ପିନ୍ଧି ଭୋଜନରେ ନ ବସିବ ଦୁଇ ଖଣ୍ଡ ବସନକୁ ଧାରଣ କରିବ ମୁଣ୍ଡରେ ଠେକା ପଗଡ଼ି ଅବା ଟୋପି ଘେନି ଭୋଜନେ ବସିଲେ ହୁଏ ବିଶେଷରେ ହାନି ହସ୍ତପଦ ମୁଖ ଧୋଇ ପୋଛା ପୋଛି କରି ଭୋଜନ ସ୍ଥାନେ ବସିବ ଭୋଜନ ଆବୋରି ପଶ୍ଚିମ ମୁଖେ କି ଅବା ଦକ୍ଷିଣ ମୁଖରେ କରିବ ନାହିଁ ଭୋଜନ ନିଷେଧ ଶାସ୍ତ୍ରରେ ଭୁଞ୍ଜିଲେ ଦୁଇ ଦିଗେ ମୁଖକୁ କରିଣ ପରମାୟୁ ଧନ ହାନି ହୁଏ ଭଲେ ଜାଣ ଆବର କୁଚିତ ବ୍ୟକ୍ତି ହାତେ ଅନ୍ନ ଜଳ ଭକ୍ଷଣ କଲେ ଘଟଇ ନିଶ୍ଚୟ ମଙ୍ଗଳ ଓଦା ଅସଂସ୍କୃତ ଅନ୍ନ ଭୁଞ୍ଜିବାକୁ ମନା ଭୁଞ୍ଜିଲେ ସେ ଅନ୍ନ ମିଳେ ଅଶେଷ ଯାତନା ଅତି ସଂକୀର୍ଣ୍ଣ ଅଯୋଗ୍ୟ ସ୍ଥାନରେ ବସିଲେ ସନ୍ଧ୍ୟା ସମୟରେ ବସି ଅନ୍ନକୁ ଭୁଞ୍ଜିଲେ ବାସି ଦୁର୍ଗନ୍ଧ ଅନ୍ନକୁ ଭକ୍ଷିଲେ ଆଦରି
ନାନା ରୋଗ ଆକ୍ରମଣେ ହୁଏ ହତଶିରି। ଫଳମୂଳ ଶାକ ସହଜେ ବଣ ବ୍ୟଞ୍ଜନ, ଶୁଷ୍କ ହୋଇଗଲେ ତାହା ଅଭକ୍ଷ୍ୟ ସମାନ। ଗୁଡ଼ ପକ୍ୱ ଦ୍ରବ୍ୟ ଶୁଷ୍କ ହୋଇଥାଏ ଯେବେ, ଅଭକ୍ଷ୍ୟ ଜାଣିବ ତାକୁ ନ ଭୁଞ୍ଜିବ କେବେ। ଅନ୍ୟ ନ ଭୁଞ୍ଜିବ ବର କୋଳି ଆଦି କରି, ହତଶ୍ରୀ ହୁଅନ୍ତି ଭବେ ଭଖିଲେ ବଦରି। ଆଚର ସାର ନିଘଡ଼ି ଯାର ଯାଇଥିବ, ଏପରି ଖାଦ୍ୟ ପଦାର୍ଥ କେଭେ ନ ଖାଇବ। ଆମ୍ବିଳ ମଧୁର ଦଧି ଘୃତ ଶତ୍ରୁ ଭିନ୍ନ, ନିଶେଷ କରି ଯାହାକି ନ ଖାଇବ ଜାଣ। ଆମ୍ବିଳ ମଧୁର ଦଧି ଘୃତ ଶତ୍ରୁ ଭିନ୍ନ, ନିଶେଷ କରି ଯାହାକି ନ ଖାଇବ ଜାଣ। ଭୋଜନ କାଳରେ ଆଗେ ମଧୁର ଦରଦ, ଭକ୍ଷଣ କରିଲେ ନିଜ ଦେହ ହିତ ହେବ। ମଧ୍ୟରେ ଆମ୍ବିଳ ଦ୍ରବ୍ୟ କରିବ ଆହାର, ଲବଣ ଦ୍ରବ୍ୟ ଖାଇବ ପୁଣି ତାହା ପର। ଶେଷରେ ଯେ ଭୋଗ ଦ୍ରବ୍ୟ କଟୁ ଯାକୁ କହି, ଭକ୍ଷଣ କରିବ ତାହା ହେ ନୃପ ସାଇଁ। ସର୍ବଶେଷରେ ଯେ ଦ୍ରବ୍ୟ ହୋଇଥିବ ତିକ୍ତ, ରୁଚି ମତେ ଖାଇବ ନ କରି ଅତିରିକ୍ତ। ପ୍ରଥମେ ତରଳ ଦ୍ରବ୍ୟ ଭୁଞ୍ଜଇ ଯେ ପ୍ରାଣୀ, ମଧ୍ୟରେ କଠିନ ଦ୍ରବ୍ୟ ଭୁଞ୍ଜେ ପୁଣି ଆଣି। ଶେଷରେ ତରଳ ଦ୍ରବ୍ୟ ଭୁଞ୍ଜେ ହୋଇ ତୁଷ୍ଟ, ସେ ହୁଏ ଆରୋଗ୍ୟ ବଳ ବଢ଼େ ନହିଁ କଷ୍ଟ। ଭୋଜନ କାଳରେ ଅନ୍ୟ କଥା ନ ଭାବିବ, ସେହି ସମୟରେ ଅନ୍ୟ ଚିନ୍ତା ବର ଯିବ। କେତେବେଳେ ହେ ନିଷେଧ ଅନଳ ଭୋଜନ, ନ କରିବ ସ୍ୱାସ୍ଥ୍ୟ କାମେ ସୁବିବେକୀ ଜନ। ଅନିଷିଦ୍ଧ ଅନ୍ନ ସୁଖେ ଭୋଜନ କରିବ, ଯାହା ଶ୍ରୀ ବିଷ୍ଣୁଙ୍କୁ ନିବେଦନ କରିଥିବ। ଭୋଜନେ ବସିବା କାଳେ ସୁବିଜ୍ଞ ବ୍ରାହ୍ମଣେ, ମୁନିଙ୍କ ପ୍ରାୟ ମୌନ ହୋଇ ବେଟି ଜାଣେ। ମୌନ ଭାବେ ପ୍ରାଣାଦିର ତୋଷଣ କାରଣେ, ଯତନରେ ପଞ୍ଚଗ୍ରାସ କରିବ ତତ୍କ୍ଷଣେ। ତଦନ୍ତେ ଭୋଜନ କାର୍ଯ୍ୟ କଲେ ସମାପନ, ଉତ୍ତର ବା ପୂର୍ବ ମୁଖ ହୋଇ ବିଜ୍ଞଜନ। ଆଚମନ କରି ହସ୍ତ ପଦ ଧୌତନ୍ତେ, ବସିବ ଆସନ ପରେ ଅତି ତୋଷ ଚିତ୍ତେ। ଶୁଭ ଭୋଜନ ଲକ୍ଷଣ ଏମନ୍ତ ପ୍ରକାର, କହିଲଇଁ ରାଜା ମୁହିଁ ଆଗରେ ତୁମ୍ଭର। ଏଥିରେ ସକଳ ରୋଗ କଷ୍ଟ ଯାଏ ନାଶ, ଆୟୁଶ୍ରୀ ଯଶ ଏସବୁ ମିଳଇ ଅବଶ୍ୟ। ପ୍ରଫୁଲ୍ଲର ହୋଇ ମନ ପ୍ରାଣ ନିରନ୍ତର, ସମସ୍ତ ଦୁଶ୍ଚିନ୍ତା କେଣେ ହୋଇଯାଏ ଦୂର। ସୁପ୍ରସନ୍ନ ହୁଅନ୍ତି ଯେ ଦେବ ନାରାୟଣ, ସକଳ ସନ୍ଦେହ ହୋଇଯାଏ ନିବାରଣ। ଏହିପରି ଔର୍ବ ଋଷି ରାଜାଙ୍କୁ କହିଲେ, ପରାଶର ମୈତ୍ରେୟଙ୍କ ଆଗେ ବଖାଣିଲେ। ସର୍ବସାଧୁ ଜନ ମାନେ ଶୁଣି ହୁଅ ତୋଷ, ଏପରି ଭୋଜନ ବିଧି କର ହେ ଅଭ୍ୟାସ। ଏହାପରେ ଔର୍ବ ଋଷି କହନ୍ତି ନୃପତି, ସନ୍ଧ୍ୟା ଉପାସନା ବିଧି ଶୁଣ ଦେଇ ମତି। ନକ୍ଷତ୍ର ଥାଉ ଯେ ପ୍ରାତ ସନ୍ଧ୍ୟାର ବିଧାନ, ସୂର୍ଯ୍ୟ ଅର୍ଦ୍ଧ ହସ୍ତେ ସାୟଂ ସନ୍ଧ୍ୟା ନିରୂପଣ। ମାତ୍ର ଏ ବିଧିରେ ସନ୍ଧ୍ୟା ଅଟଇ ଏମନ୍ତ, ଶୁଭା ଶୌଚ ମୃତା ଶୌଚ ହେଲେ ଉପସ୍ଥିତ। କିବା ଚିତ୍ତ ଭ୍ରମ ପୀଡ଼ା ଅନିଷ୍ଟ ଆଶଙ୍କା, ଏଥିରେ ନିଷେଧ ସନ୍ଧ୍ୟା ଶାସ୍ତ୍ରେ ଅଛି ଲେଖା। ଏହା ଭିନ୍ନ ଯେବେ ବିପ୍ର ହୁଅନ୍ତି ସନ୍ଧ୍ୟାହୀନ, ଅନ୍ତିମେ ଅନ୍ଧାର ନର୍କେ ହୁଅନ୍ତି ପତନ। ଆବର ଗୋଟିଏ କଥା ଶୁଣ ନୃପବର, ରୋଗ ବିନା ଯେଉଁ ସବୁ ବ୍ରାହ୍ମଣ କୁମର। ସୂର୍ଯ୍ୟୋଦୟ ପୁଣି ସୂର୍ଯ୍ୟ ଅସ୍ତ ସମୟରେ, ଶୟନ କରିଣ ନିଦ୍ରା ଯାଆନ୍ତି ସୁଖରେ। ମହାପାତ କି ମଧ୍ୟ ସେ ଗଣନା ହୁଅନ୍ତି, ମହାଶାସ୍ତି ତାହାଙ୍କୁ ଯେ ଦିଏ ଜନ୍ତୁପତି। ଆହୁରି କଥା ଏ ରାଜା ଶୁଣ ଦେଇ ଚିତ୍ତ, ସୂର୍ଯ୍ୟାସ୍ତ କାଳେ ଅତିଥି ହୋଇଲେ ଆଗତ। ଯଥାଶକ୍ତିରେ ତାହାର ସେବା ଯେ କରିବ, ନିଦ୍ରାର କାରଣେ ଶଯ୍ୟା ଦାନରେ ତୋଷିବ। ନତୁବା ଦିବସେ ସେହୁ ହୋଇଲେ ବିମୁଖ, ଗୃହୀ ଭୋଗ କଲେ ଜାଣ ତାର ପାପ ଯାକ। ଅଷ୍ଟଗୁଣ ବୃଦ୍ଧି ହୋଇ ସେହି ପାପ ଭାର, କରିଦିଏ ଗୃହୀ ବ୍ରାହ୍ମଣକୁ ଛାର ଖାର। ଏଣୁ କରି ବିଜ୍ଞ ବିପ୍ର ଥିବ ସାବଧାନେ, ଆସିଲେ ଅତିଥି ସେବା କରିବ ଯତନେ। ଭୋଜନ ଶୟନ ଆଦି କରାଇ ଆଦରେ,
ମିଷ୍ଟ କଥା କହି ବିଦାୟ ଦେବ ଯେ ଶ୍ରଦ୍ଧାରେ। ମୁଁ ବ୍ରାହ୍ମଣ ବୋଲି ତହିଁ ନ କରିବ ଗର୍ବ, ଅହଂ ଭାବ ଆଚରିଲେ ନାଶ ଯିବ ସର୍ବ। ମୈତ୍ରେୟଙ୍କୁ ବୋଇଲେ ପରାଶର ଜ୍ଞାନୀ, ରାଜାଙ୍କୁ କହିଲେ ଏହା ଉର୍ବ ମହାମୁନି। ଶ୍ରୀ ଗୁରୁପାଦକୁ ଧ୍ୟାଇ କ୍ଷେତ୍ରବାସୀ ଜାଣ, ପ୍ରାକୃତ ଛନ୍ଦେ ଲେଖଇ ଏ ବିଷ୍ଣୁ ପୁରାଣ।